ବାସ୍ତୁଶାସ୍ତ୍ର ଅନୁସାରେ ଏହି 9ଟି କୀଟ ଆପଣଙ୍କ ଘରକୁ ଆସନ୍ତି, ତେବେ ଆପଣ ବୁଝିଯିବା ଉଚିତ ଯେ ଉଜ୍ଜଳ ହେବାକୁ ଯାଉଛି ଆପଣଙ୍କର ଭାଗ୍ୟ, ବଦଳିବାକୁ ଯାଉଛି ଆପଣଙ୍କର କର୍ମ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଏହି 9ଟି ଜୀବଜନ୍ତୁ ଆପଣଙ୍କ ଘରକୁ ଆସନ୍ତି କିମ୍ବା ଘରେ ବାସ କରନ୍ତି, ତେବେ ଏଥିରୁ ଜଣାପଡ଼ିଥାଏ କି ଆପଣଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଏହି 9 ପ୍ରକାର ଜୀବଜନ୍ତୁ ବହୁତ ଶୁଭ ବୋଲି ମନାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି 9ଟି ଜୀବଜନ୍ତୁଙ୍କ ବିଷୟରେ। ଯଦି ଆପଣଙ୍କ ଘରକୁ କିମ୍ବା ଛାତ ଉପରକୁ ପେଚା ଆସିଥାଏ, ତେବେ ଏହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ମାତା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା, ତେଣୁ ପେଚା ଆସିବା ଦ୍ୱାରା ଘରେ ଧନ ଦୌଲତ ବୁଦ୍ଧିର ସଂକେତ ମିଳିଥାଏ। ନମ୍ବର 2, ରଙ୍ଗ ବେରଙ୍ଗର ସୁନେଲି ପ୍ରଜାପତି ବହୁତ ଶୁଭ ହୋଇଥାଏ କିମ୍ବା ବିଭିନ୍ନ ରଙ୍ଗର ପ୍ରଜାପତି ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଏମିତି ପ୍ରଜାପତି ବାରମ୍ବାର ଦେଖାଦେଇଥାଏ, ତେବେ ବୁଝିଯିବା ଉଚିତ ଯେ ଠିକ୍ ସେହିଭଳି ଆପଣଙ୍କ ଜୀବନରେ ମଧ୍ୟ 7 ରଙ୍ଗର ଏବଂ ସୁଖ ସମୃଦ୍ଧିର ଭରିଯିବ। ପ୍ରଜାପତି ଘରକୁ ଆସିବା ସମସ୍ତ ପ୍ରକାର ଖୁସି ଏବଂ ଶାନ୍ତିର ଆଗମନର ସଂକେତ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରଜାପତି ଘରକୁ ଆସିବା ଘରେ ଧନ ଓ ଖୁସିର ସଂକେତ ଦେଇଥାଏ। ଏପରି ଘରେ ମାତା ଲକ୍ଷ୍ମୀଙ୍କର ସର୍ବଦା ବାସ ହୋଇଥାଏ। ତେବେ ଆପଣ ବୁଝିଯିବା ଉଚିତ ଯେ ଖରାପ ସମୟ ଶେଷ ହେବାକୁ ଯାଉଛି ଏବଂ ଶୁଭ ବା ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ନମ୍ବର 3, ଛୁଚୁନ୍ଦ୍ରାକୁ ତ ଆପଣମାନେ ଦେଖିଥିବେ। ସାଧାରଣତଃ ଦିନ ଅପେକ୍ଷା ରାତିରେ ଅଧିକ ଛୁଚୁନ୍ଦ୍ରା ଦେଖାଯାଏ। ଛୁଚୁନ୍ଦ୍ରା ସାଧାରଣତଃ ମୂଷା ଭଳି ଦେଖିବାକୁ ହୋଇଥାଏ, କିନ୍ତୁ ତାର ନାକ ମୂଷାଠାରୁ ଲମ୍ବା ହୋଇଥାଏ। ଛୁଚୁନ୍ଦ୍ରା ଯଦି ଆପଣଙ୍କ ଘରକୁ ପ୍ରତିଦିନ ପ୍ରବେଶ କରେ, ତେବେ ବୁଝିଯିବା ଉଚିତ ଯେ ଦୁନିଆରେ ଏପରି କିଛି ଶକ୍ତି ନାହିଁ ଯାହା ଆପଣଙ୍କ ଭାଗ୍ୟକୁ ଅଟକାଇ ପାରିବ। ଏଥିରୁ ଜଣାଯାଏ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଲକ୍ଷ୍ମୀଙ୍କର କୃପା ବର୍ଷା ହେବାକୁ ଯାଉଛି। ଛୁଚୁନ୍ଦ୍ରା ଯଦି କେଉଁ ବ୍ୟକ୍ତିଙ୍କ ଆଖପାଖରେ ବାରମ୍ବାର ଘୂରି ବୁଲୁଥାଏ, ତେବେ ସେହି ବ୍ୟକ୍ତି ନିଜ ଜୀବନରେ ବହୁତ ସଫଳତା ପାଇଥାଏ। ଯଦି ଏମିତି ହୁଏ, ତେବେ ବୁଝିଯାଆନ୍ତୁ ଏହି ବ୍ୟକ୍ତିର ଭାଗ୍ୟର ତାଲା ଖୋଲିବାକୁ ଯାଉଛି। କେତେ ଲୋକ ଏହା ମଧ୍ୟ ଭାବିଥାନ୍ତି ଛୁଚୁନ୍ଦ୍ରା ଘରେ ମଇଳା ଖେଳାଉଛି। ଏକଥା ଏମିତିରେ ବି ସତ। ଏଥିଯୋଗୁଁ କେତେ ଲୋକ ଛୁଚୁନ୍ଦ୍ରାକୁ ବି ମାରିଦିଅନ୍ତି, କିନ୍ତୁ ଆପଣ ଏପରି ଆଦୌ କରନ୍ତୁ ନାହିଁ। ଯଦି ଆପଣଙ୍କର ଛୁଚୁନ୍ଦ୍ରା ପସନ୍ଦ ନୁହେଁ, ତେବେ ଆପଣ କୌଣସି ଅନ୍ୟ ଉପାୟରେ ଛୁଚୁନ୍ଦ୍ରାକୁ ଘରୁ ବାହାର କରିପାରିବେ। ଆମର ଶାସ୍ତ୍ରରେ ଛୁଚୁନ୍ଦ୍ରାକୁ ବହୁତ ଶୁଭକାରୀ ଜୀବ ବୋଲି ମନାଯାଇଛି। ଛୁଚୁନ୍ଦ୍ରାକୁ ସ୍ୱପ୍ନରେ ଦେଖିଲେ ବହୁତ ଶୁଭ ମନାଯାଇଥାଏ। ଏମାନେ ଆସିବା ଦ୍ୱାରା ଆପଣଙ୍କର ଭାଗ୍ୟରେ ଚାରଚାନ୍ଦ ଲାଗିଯାଇଥାଏ। ନମ୍ବର 4, ବନ୍ଧୁଗଣ, ଯଦି ଘରେ କିମ୍ବା ଛାତରେ ଶୁଆ ଦେଖାଯାଏ, ତେବେ ଏହାକୁ ବହୁତ ଶୁଭ ସଂକେତ ମନାଯାଇଥାଏ। ଶାସ୍ତ୍ରରେ କୁହାଯାଇଛି, ଶୁଆ ଦେଖାଯିବା କୌଣସି କାମରେ ବଡ଼ ସଫଳତାର ପ୍ରତୀକ ବୋଲି ହୋଇଥାଏ। ଏଥିପାଇଁ ଯଦି କିଛି ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି ବା ଯାଉଛନ୍ତି, ତେବେ ବୁଝିଯାଆନ୍ତୁ ସେହି କାମ ସଫଳତା ମିଳିବାକୁ ଯାଉଛି। ନମ୍ବର 5, ଝିଟିପିଟି। ବନ୍ଧୁଗଣ, ଝିଟିପିଟିକୁ ବହୁତ ଶୁଭ କୁହାଯାଇଛି। ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମନାଯାଇଥାଏ, କିନ୍ତୁ କେତେ ଲୋକ ଝିଟିପିଟିକୁ ଘୃଣା କରିଥାନ୍ତି। ଝିଟିପିଟି ଘରେ ରହିବାକୁ ସେମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଝିଟିପିଟିକୁ ମାରିଦିଅନ୍ତି, କିନ୍ତୁ ଝିଟିପିଟିକୁ ମାରିବା ଆଦୌ ଭଲ ନୁହେଁ। ଯଦି ଆପଣଙ୍କର 3ଟି ଝିଟିପିଟିକୁ ଏକା ସାଥିରେ ଦେଖୁଛନ୍ତି, ତେବେ ବୁଝିଯିବା ଉଚିତ ଯେ ଆପଣଙ୍କର ଧନ ହେବାର ସମୟ ଆସିଗଲା। ବିଷ୍ଣୁ ପୁରାଣରେ କୁହାଯାଇଛି, ଯଦି ଆପଣଙ୍କର ପୂଜା କରୁଛନ୍ତି, ସେହି ସମୟରେ ଯଦି ଆପଣଙ୍କ ପାଖରେ ଯଦି
ଆପଣ ଝିଟିପିଟି ଦେଖୁଛନ୍ତି, ତେବେ ଏହା ଆପଣଙ୍କର ଭାଗ୍ୟ ଉଦୟ ହେବାର ସଂକେତ ଦେଇଥାଏ। ଏହା ସହିତ ଯଦି ଆପଣଙ୍କୁ କୌଣସି ଲାଞ୍ଜ କଟିଯାଇଥିବା ଝିଟିପିଟି ଦେଖାଯାଏ, ତେବେ ଏହା ଆପଣଙ୍କ ଜୀବନରେ ପରିବର୍ତ୍ତନର ସନ୍ଦେଶ ହୋଇଥାଏ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଅସୁବିଧାର ଅନ୍ତ ହେବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ ଆଗମନ ବହୁତ ଶୀଘ୍ର ହେବାକୁ ଯାଉଛି ଏବଂ କୁବେର ମହାରାଜଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି। ନମ୍ବର 6, ପିମ୍ପୁଡ଼ି ବହୁତ ଶୁଭ ସଂକେତ ନେଇ ଆସିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ପିମ୍ପୁଡ଼ି ପୂର୍ବ ଦିଗକୁ ମୁହଁରେ ଭୋଜନ ନେଇ ଯାଉଥିବେ, ତେବେ ଏହାକୁ ବହୁତ ଶୁଭ ସଂକେତ ମନାଯାଇଥାଏ। ଏହି ସଂକେତ ଆପଣଙ୍କୁ ଦର୍ଶାଇଥାଏ କି ଆପଣ ଭାଗ୍ୟ ବହୁତ ଶୀଘ୍ର ଚମକିବାକୁ ଯାଉଛି। ଆପଣଙ୍କର ଦୁଃଖର ଦିନ ଏବେ ଚାଲିଯିବ ଏବଂ ଆପଣଙ୍କ ଜୀବନରେ କେବଳ ଖୁସି ହିଁ ଖୁସି। ଏଥିରୁ ଆପଣଙ୍କୁ ଜଣାପଡ଼ିଥାଏ କି ଏବେ ପରିବାରରେ ଉନ୍ନତି ହେବାକୁ ଯାଉଛି। ଯଦି ପିମ୍ପୁଡ଼ି ଦକ୍ଷିଣ ଦିଗ ଆଡ଼କୁ ଯାଉଥିବାର ଦେଖାଯାଏ, ସାଙ୍ଗମାନେ ପିମ୍ପୁଡ଼ି ମେଳ ହୋଇ ଘର ଦୁଆରକୁ ପ୍ରବେଶ କରିବା ଦ୍ୱାରା ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀ ସ୍ୱୟଂ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି। ସେଥିପାଇଁ ମନେ ରଖନ୍ତୁ, ଆପଣ କିମ୍ବା ଆପଣଙ୍କର ପରିବାରର କୌଣସି ସଦସ୍ୟଙ୍କ ପାଦ ତଳେ ପିମ୍ପୁଡ଼ି ନ ଆସନ୍ତି। ସେହି ପିମ୍ପୁଡ଼ିଙ୍କୁ ଅଟା, ଚିନି ମିଶାଇ ଖାଇବାକୁ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ପୁଣ୍ୟ ମିଳିବ। ଯଦି ପିମ୍ପୁଡ଼ି ଘରର କୌଣସି କୋଣରେ ଘର କରିଛନ୍ତି, ତେବେ ଆପଣମାନେ କେବେ ବି ପାଣି ପକାଇବା ଉଚିତ ନୁହେଁ। ଏହା ବହୁତ ଅଶୁଭ ହୋଇଥାଏ। ନମ୍ବର 7, ମୂଷା ଆପଣଙ୍କ ଘରକୁ ଦୁଃଖ ଏବଂ ଦାରିଦ୍ର୍ୟତା ଆଣିଥାଏ। ସେଥିପାଇଁ ମୂଷାକୁ କେବେ ଘରେ ରଖନ୍ତୁ ନାହିଁ। ଯଦି ଘରେ ମୂଷା ରହେ, ତେବେ ଆପଣ ବୁଝିଯାଆନ୍ତୁ ଆପଣଙ୍କ ଘରେ ଦରିଦ୍ରତା ଏବଂ ନକାରାତ୍ମକ ଉର୍ଜାର ବାସ ହେଉଥାଏ। ଯଥାସମ୍ଭବ ମୂଷାକୁ ନ ମାରି ଜଲଦି ଘରୁ ବାହାର କରିବାର ବ୍ୟବସ୍ଥା କରନ୍ତୁ, କାହିଁକି ନା ମୂଷା ଗଣେଶଙ୍କର ବାହନ ଅଟେ। ଯଦି ଆପଣ ମୂଷାକୁ ମାରନ୍ତି, ତେବେ ଆପଣଙ୍କୁ ପାପ ଲାଗିବ। ମୂଷା ଯେଉଁ ଘରେ ରହିଥାଏ, ସେହି ଘରେ ଦୁଃଖ, ପୀଡ଼ା, ଦରିଦ୍ରତା ଲାଗି ରହିଥାଏ। ଯେଉଁ ଘରେ ମୂଷା ଦେଖାଯାଏ, ସେହି ଘରେ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦେଖାଯାଏ। ବ୍ୟାପାର ସମ୍ବନ୍ଧୀୟ ସବୁ କାର୍ଯ୍ୟରେ ଅସୁବିଧା ଦେଖାଯାଏ। ନମ୍ବର 8, ନୀଳକଣ୍ଠ ପକ୍ଷୀକୁ ଧନର ଦେବୀ ମା ଲକ୍ଷ୍ମୀଙ୍କର ପ୍ରିୟ ପକ୍ଷୀ ମନାଯାଇଥାଏ। ଯଦି ନୀଳକଣ୍ଠ ପକ୍ଷୀ ଆପଣଙ୍କ ଘରର ଆଖପାଖ କିମ୍ବା ଘରେ ବାସ କରି ରହିଥାଏ, ତେବେ ଏହାକୁ ବହୁତ ଶୁଭ ସଂକେତ ମନାଯାଇଥାଏ। ଯଦି ନୀଳକଣ୍ଠ ପକ୍ଷୀ ଦେଖିଛନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ବେପାର କିମ୍ବା ବିଜନେସରେ ସଫଳତା ମିଳିବା ପାଇଁ ଯାଉଛି। ଏହା ଆସିବା ଦ୍ୱାରା ନୂଆ ଘର କିମ୍ବା ନୂଆ ବାହନ ପ୍ରାପ୍ତି ହୋଇଥାଏ। ନମ୍ବର 9, ପାରା ଦେଖିବା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଯଦି ଆପଣଙ୍କର ଘରେ ଛାତ ଉପରେ ପାରା ତା'ର ବସା ବାନ୍ଧି ରହୁଥାଏ, ତେବେ ଏହା ଆଗାମୀ ଦିନରେ ଧନ ପ୍ରାପ୍ତିର ସଂକେତ ବୋଲି ମନାଯାଇଥାଏ। ଏସବୁ ଜ୍ଞାନ ଜନରୁଚିକୁ ଧ୍ୟାନରେ ରଖି ଦିଆଯାଇଛି। ଜ୍ୟୋତିଷ ଏବଂ ଧର୍ମର ଉପାୟକୁ ଆସ୍ଥା ଓ ବିଶ୍ୱାସ ଦ୍ୱାରା ଆପଣାନ୍ତୁ।